Dear students and viewers, welcome to new English classes by Akenshare. Dear students, ଆଜି ଆମେ ଓଡ଼ିଶା ହାଇସ୍କୁଲ ବୋର୍ଡର ଦଶମ ଶ୍ରେଣୀର ପୋଏମ୍ ଦ ସଲିଟାରୀ ରିପର ପୋଏମ୍ଟିକୁ ପଢ଼ିବାକୁ ଯାଉଛେ ବାୟ ୱିଲିୟମ୍ ୱାର୍ଡସୱର୍ଥ। କବିତାଟି ୱିଲିୟମ୍ ୱାର୍ଡସୱର୍ଥଙ୍କ ଦ୍ୱାରା ଲେଖାଯାଇଛି। କବିତାଟି ହେଉଛି ଦ ସଲିଟାରୀ ରିପର। ସଲିଟାରୀ ଅର୍ଥ ନିର୍ଜନତାରେ, ଏକୁଟିଆ ନିଛାଟିଆ ସ୍ଥାନ ହେଇପାରିବ। ସଲିଟାରୀ ଏକା ଏକା ବି ହେଇପାରେ। ରିପର ମିନ୍ସ ଯିଏ ରିପ୍ କରନ୍ତି ବା କାଟାକଟି କରନ୍ତି, ସ୍ପେଶାଲି ଫସଲ ଅମଳ ସମୟରେ ଧାନ କାଟିବା ହଉ ବା କୌଣସି ମୁଗ ବିରି ଏଗୁଡ଼ାକ ସବୁ ଯେମିତିକି ଗହମ ଏଭଳିଆ କାଟିବା ଜିନିଷ ହଉ, ଏଭଳି ହାର୍ଭେଷ୍ଟିଂ କରିବା ସମୟରେ ଯେଉଁ ରିପିଂ କରାଯାଇଥାଏ ବୋଲି କୁହାଯାଉଛି। ସେଥିପାଇଁ ଏଠି ଆମେ ବୁଝିଲେ ଯେ ଜଣେ ସଲିଟାରୀ ନିର୍ଜନତାର ସେହି କଟାଳି ରିପର ଜଣକ ନିର୍ଜନତାରେ ବା ନିର୍ଜନତାର ଏକୁଟିଆ ନିଛାଟିଆର ସେହି ପରିବେଶର ସେହି ଜଣେ କଟାଳି ସଲିଟାରୀ ରିପର, ଏକା ଏକା, କେହି ପାଖରେ ତାର ନାହାନ୍ତି। ଚାପ୍ଟର ଇଜ୍ ଦ ସଲିଟାରୀ ରିପର। ଓଡ଼ିଆ ହାଇସ୍କୁଲର ଦଶମ ଶ୍ରେଣୀର କବିତା ଦ ସଲିଟାରୀ ରିପର, ରିଟନ୍ ବାଇ ୱିଲିୟମ୍ ୱାର୍ଡସୱର୍ଥ, ଯାହାକୁ କି ବିଶ୍ୱର ସର୍ବଶ୍ରେଷ୍ଠ ପ୍ରକୃତି କବି ବୋଲି କୁହାଯାଇଥାଏ। ଯେମିତି ଓଡ଼ିଆରେ ଆମେ ପ୍ରକୃତି କବି କହିଲେ ଗଙ୍ଗାଧର ମେହେରକୁ ବୁଝିଥାଉ, ଠିକ୍ ସେଭଳି ଇଂରାଜୀର ଯେଉଁମାନେ ସବୁ ବେଷ୍ଟ ନେଚର ପୋଏଟ୍ ରହିଛନ୍ତି, ସେମାନଙ୍କ ମଧ୍ୟରେ ବୋଧେ ୱିଲିୟମ୍ ୱାର୍ଡସୱର୍ଥ ଟପ୍ ଲେଭେଲରେ ରହନ୍ତି ବା ସବୁଠୁ ଫ୍ରଣ୍ଟରେ ରହିଥାନ୍ତି। ଏମିତି ବି ଅନେକ ଡବ୍ଲ୍ୟୁ.ବି. କିଟ୍ସ ଆଣ୍ଡ ୟେଟ୍ସ ବି ଅଛନ୍ତି, ରବର୍ଟ ଫ୍ରଷ୍ଟ ଅଛନ୍ତି, ଅନେକ ରାଇଟର ଅଛନ୍ତି, ଆମେରିକାନ ପୋଏଟ୍ ମାନେ ସବୁ ଅଛନ୍ତି। କିନ୍ତୁ ଦେଖାଯାଏ ଯେ ଅନେକ ସମୟରେ ଯେଉଁ ଫ୍ରଣ୍ଟ ଲିଡ୍ରେ ବୋଧେ ୱିଲିୟମ୍ ୱାର୍ଡସୱର୍ଥ ରହିଥାନ୍ତି। ୱିଲିୟମ୍ ୱାର୍ଡସୱର୍ଥଙ୍କୁ ସେଥିପାଇଁ ବୋଧ ହୁଏ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରକୃତି କବି ବୋଲି ସମସ୍ତେ ମାନିଥାନ୍ତି। ଆମେ ସେ କବିତାଟି ପଢ଼ିବାକୁ ଯାଉଛେ, କିନ୍ତୁ କବିତାଟି ପଢ଼ିବା ପୂର୍ବରୁ ଦେଖିନେବା କବି ଏକ୍ଜାକ୍ଟଲି ସେ କବିତା ମାଧ୍ୟମରେ କିଛି ଗୋଟେ ଥଟ୍ ଆମେ ଦେବାକୁ ଚାହିଁଛନ୍ତି। A thing of beauty is joy forever. ସେ ଗୋଟେ ଲାଇନ୍ ମେନସନ୍ କରିଛନ୍ତି, a thing of beauty is joy forever. ଗୋଟେ ପ୍ରକୃତରେ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜିନିଷଟା ସବୁବେଳେ ସୁନ୍ଦର ହିଁ ରହିଥାଏ। ସେଟା ଖାଲି ଆଜି ଗୋଟେ ଘଣ୍ଟା ପାଇଁ ନୁହେଁ ବା ଗୋଟେ ମୋମେଣ୍ଟ ପାଇଁ ନୁହେଁ, ସବୁବେଳେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେଇକି ରହେ। ଯେମିତିକି ଗୋଟେ ଉଦାହରଣ ନେଇପାରିବା, ସକାଳର ସୂର୍ଯ୍ୟ ଉଦୟ ସମୟଟାକୁ ମନେ ପକାଅ, ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତକୁ ମନେ ପକାଅ, ପୂର୍ଣ୍ଣିମାର ଚାନ୍ଦକୁ ମନେ ପକାଅ, ରେନବୋକୁ ବା ଆମେ ଯେଉଁ କହନ୍ତି ଇନ୍ଦ୍ରଧନୁ ବୋଲି କହୁଛେ, ଏସବୁ ଜିନିଷ ଯଦି ଆମେ ଦେଖିବା, ଯେତେବେଳେ ବି ଦେଖିବା ଆମକୁ ଏମାନେ ସୁନ୍ଦର ଲାଗନ୍ତି। ଏମାନଙ୍କ ସୌନ୍ଦର୍ଯ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହେଇନଥାଏ। ଆଉ ଗୋଟେ ଲାଇନ୍ ସେ ମେନସନ୍ କଲେ, ଦ ସ୍କେନିକ୍ ଭ୍ୟୁ ଅଫ୍ ପିକ୍ଚର୍ସ ଗିଭ୍ ସାଇଟ୍ ପ୍ଲେଜର ଥାଏ। ଯଦି କୌଣସି ସୌନ୍ଦର୍ଯ୍ୟ ଜିନିଷ ଆମ ଆଖିକୁ ବହୁତ ଆମୋଦ ବା ଆନନ୍ଦ ପ୍ରଦାନ କରିଥାଏ। ଦ ହଣ୍ଟିଂ ମେଲୋଡି ଅଫ୍ ଏ କୁକୋ ସୁଟ୍ସ ଆୱାର ସୋଲ୍। ଇନଚାଣ୍ଟିଂ କରିପାରୁଥିବା ଗୋଟେ ମେଲୋଡି, ଗୀତ ବା ସ୍ୱର, କୁକୁର ଭଏସ୍ ଆମକୁ ସବୁବେଳେ ଭଲ ଲାଗିଥାଏ। ସବୁବେଳେ ସବୁ ସମୟରେ ଆମେ କେବେ ବି କୁକୁର ଭଏସ୍କୁ ଅପମାନ କରିପାରିବା ନାହିଁ ବା ବେଖାତିରି କରିପାରିବା ନାହିଁ ବା କାନରୁ ଦୂରେଇ ରଖିବାକୁ ଚେଷ୍ଟା କରିବା ନାହିଁ। କାରଣ ଯେତେବେଳେ ବି ଆମେ କୋଇଲିର କଣ୍ଠସ୍ୱର ଶୁଣିଛେ, ଆମକୁ ନିଶ୍ଚିତ ଭାବରେ ଗୋଟେ ଚାଣ୍ଟିଂ ଫିଲିଂ ଆସୁଛି ବା ଆମେ ଗୋଟେ ଥ୍ରିଲିଂ ଏକ୍ସପ୍ରେସନ୍ ପାଇଛେ। ए सोलफुल टोन ऑफ ए सिंगर मुझे ସେତିକି ନୁହେଁ, ଏ ସୋଲଫୁଲ୍ ଟୋନ୍ ଅଫ୍ ଏ ସିଙ୍ଗର, ଜଣେ ଗାୟକ ବା ଗାୟିକାର ଆନନ୍ଦଦାୟକ ଗୀତଟି ମଧ୍ୟ ଆମକୁ ସବୁବେଳେ ହାର୍ଟ ଟଚ୍ କରିଥାଏ। ଦ ମୋମେଣ୍ଟ ୱି ଟେକ୍ ଲିଭ୍ ଅଫ୍ ଦିସ୍ ସାଇଟ୍ ଅର୍ ସାଉଣ୍ଡ, ଯେତେବେଳେ ସେ ଜାଗା ଛାଡ଼ିକି ଆମେ ଚାଲିଯାଉ ବା ସେ ସାଉଣ୍ଡଠୁ ଦୂରେଇ ଯାଉ, ଦେ ଅକର୍ ଟୁ ଅସ୍ ରିକରିଂଲି ଇନ୍ ଏ ଫ୍ଲାସବ୍ୟାକ୍। ଆମେ ଯେତେବେଳେ ଚାଲି ଯାଇଥାଉ, ସେଇ ଗୀତଟା, ସେଇ ସିନେରୀଟା ଆମ ହାର୍ଟରେ ସେମିତି ହିଁ ରହିଯାଇଥାଏ। ଅର୍ଥାତ୍ ଅଭୁଲା ସ୍ମୃତିଟିଏ ଭଳି ବା ଭୁଲି ନହେଲା ଭଳି ଗୋଟେ ଅନୁଭୂତି ଗୀତଟିଏ, ଗୀତର ସ୍ୱରଟି ହେଉ ବା କୌଣସି ସୌନ୍ଦର୍ଯ୍ୟପୂର୍ଣ୍ଣ ପିକ୍ଚରଟିଏ ବା ଛବିଟିଏ ହେଇଥାଉ, ଆମେ ସେଇ ଜାଗା ଛାଡ଼ିକି ଚାଲିଗଲା ପରେ ବି ତାକୁ ସହଜରେ ମନରୁ କାଢ଼ି ପାରିନଥାଉ। ଓକେ डियर स्टूडेंट्स, ପିଲାମାନେ ଆମେ ବର୍ତ୍ତମାନ ପୋଏମ୍ଟିର ଟେକ୍ସଟକୁ ଦେଖିବା, ଲାଇନ୍ ବାଇ ଲାଇନ୍ ପଢ଼ିବାକୁ ଚେଷ୍ଟା କରିବା। ମୁଁ ଚେଷ୍ଟା କରିଛି ପ୍ରତ୍ୟେକ ଲାଇନ୍କୁ ଅତି ସହଜରେ ଓଡ଼ିଆରେ ଭଲ ଭାବରେ ଏକ୍ସପ୍ଲେନ୍ କରିଛି, ବୁଝିବାକୁ ଚେଷ୍ଟା କରିଛି। ମୋର ବିଶ୍ୱାସ ତୁମମାନଙ୍କର ବୁଝିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତଥାପି ଯଦି କାହାର କିଛି ଅସୁବିଧା ହେଉଛି, କୌଣସି ଲାଇନ୍ଟି ବୁଝିପାରୁନ, ତୁମମାନେ ଚାହିଁଲେ କମେଣ୍ଟ ବକ୍ସ ମାଧ୍ୟମରେ ମୋତେ ନିଶ୍ଚୟ ପଚାରିପାରିବ। ଆଉ ପଚାରି ତୁମ ଡାଉଟ୍ ମଧ୍ୟ କ୍ଲିୟର କରିପାରିବ। କେବଳ ଏଇ ପୋଏମ୍ଟି ନୁହେଁ, ତୁମ ଦଶମ କ୍ଲାସ୍ର ଯେକୌଣସି ପ୍ରୋଜ୍ ହେଉ, ପୋଏଟ୍ରି ହେଉ ବା ଗ୍ରାମାର ସେକ୍ସନ୍ ଯଦି ତୁମର କିଛି ବି ଡାଉଟ୍ ରହୁଛି, ତୁମେ କମେଣ୍ଟ ବକ୍ସ ମାଧ୍ୟମରେ ହିଣ୍ଟସ୍ କରିଦେଲେ ମୁଁ ତୁମ ପାଖକୁ ନିଶ୍ଚିତ ଭାବରେ ତାର ଭିଡ଼ିଓ ପଠାଇବା ବ୍ୟବସ୍ଥା କରିବି ଏବଂ ନିଶ୍ଚିତ ଭାବରେ ତାର ତୁମର ଥିବା ଡାଉଟ୍କୁ ନିଶ୍ଚିତ କ୍ଲିୟର କରିବା ପାଇଁ ଚେଷ୍ଟା କରିବି। ଓକେ, ଆମେ ବର୍ତ୍ତମାନ ଯିବା ଟେକ୍ସଟ ପଢ଼ି ନେବା, ଦେଖିବା ଲାଇନ୍ ବାଇ ଲାଇନ୍ ପୋଏଟ୍ ଆମକୁ କ'ଣ ଲେଖିଛନ୍ତି। Behold her, single in the field. Behold, look at, watch her, ତାକୁ ଦେଖ,
ସିଙ୍ଗଲ ଇନ୍ ଦ ଫିଲ୍ଡ, ଶସ୍ୟ କ୍ଷେତ୍ରରେ ସେ ଏକା, ଜଣିକି ଝିଅଟି, ହର ମାନେ ଆମେ ଝିଅଟି ଜାଣି ସାରିଲାଣି। ବିହୋଲ୍ଡ ହର, ସିଙ୍ଗଲ ଇନ୍ ଦ ଫିଲ୍ଡ, ଦେଖ ତାକୁ ଏକା ଏକା ଶସ୍ୟ କ୍ଷେତ୍ରରେ। ୟନ୍, ଏହି। ସଲିଟାରୀ ହାଇଲାଣ୍ଡ ଗାର୍ଲ, ସଲିଟାରୀ ମାନେ ଏକୁଟିଆ ବା ନିଛାଟିଆ, ହାଇଲାଣ୍ଡ ତିବ୍ବତୀୟ ପାହାଡି ଅଞ୍ଚଳର, ଭିଲ୍ ଲାଷ୍ଟ ମାନେ ବାଳିକା, ଗାର୍ଲସ। ଲାଷ୍ଟ ଅର୍ଥ କଣ ବୁଝିବା? ଗାର୍ଲସ ବା ବାଳିକା ବୋଲି ବୁଝିବା। ଦେଖ ଶସ୍ୟ କ୍ଷେତ୍ରରେ କେହି ଜଣେ ଏକୁଟିଆ ନିଛାଟିଏ ଅଞ୍ଚଳରେ ଏକୁଟିଆ ଝିଅଟିଏ, ହାଇଲାଣ୍ଡ ଗାର୍ଲ ବୋଲି କୁହାଯାଇଛି, ପାର୍ବତୀ ଅଞ୍ଚଳର ବା ତିବ୍ବତ ଅଞ୍ଚଳର ଗୋଟେ ଝିଅଟିଏ। କଣ କରୁଛି ସେ? ରିପିଂ ଆଣ୍ଡ ସିଙ୍ଗିଂ ବାୟ ହରସେଲ୍ଫ, ନିଜେ ନିଜେ କଟାକଟି କରୁଛି ଏବଂ ଗୀତ ମଧ୍ୟ ମନେ ମନେ ଗାଉଛି, ବାୟ ହରସେଲ୍ଫ। ସେ କବି କଣ ଦେଖାଉଛନ୍ତି? ବିହୋଲ୍ଡ ହର, ତାକୁ ଟିକେ ଦେଖ, ଏକା ସେ ଶସ୍ୟ କ୍ଷେତ୍ରରେ ଅଛି, ଜଣିଏ ମାତ୍ର ତିବ୍ବତୀୟ ବାଳିକା, ସେ ଭିଲ୍ ଜାତୀୟ କନ୍ୟାଟି ଏକା ନିଜେ କେମିତି ପଡ଼ିଆରେ ଶସ୍ୟ କ୍ଷେତ୍ରରେ କଣ କରୁଛି ନା ରିପିଂ ଆଣ୍ଡ ସିଙ୍ଗିଂ ବାୟ ହରସେଲ୍ଫ, ନିଜେ ନିଜେ କଟାକଟି କରୁଛି ଆଉ ଗାଉଛି ମଧ୍ୟ ନିଜେ ନିଜେ। ଷ୍ଟପ୍ ହିୟର ଅର୍ ଜେଣ୍ଟିଲ ପାସ୍, ଟିକେ ଏଠି ରହିଯାଅ, କବି କହୁଛନ୍ତି ଟିକେ ରହିଯାଅ, ଅର୍ ଜେଣ୍ଟିଲ ପାସ୍, ଅର୍ କିମ୍ବା ଆସ୍ତେ ଆସ୍ତେ ସ୍ଲୋଲି ମୋମେଣ୍ଟରେ ଯାଅ। ହେଲେ କବି କଥା କାହିଁକି କହୁଛନ୍ତି ଜେଣ୍ଟିଲ ପାସ୍, ଆସ୍ତେ ଆସ୍ତେ ଯାଅ ବୋଲି କାହିଁକି କହୁଛନ୍ତି? ହଁ, କବି ଏଇଥିପାଇଁ ନିଶ୍ଚିତ କହିଛନ୍ତି, ଯଦି ଆମେ ହୁଏତ ତରବର ହେଇକି କିଛି ସାଉଣ୍ଡ କରିକି ଯିବା, ହୁଏତ ସେଇ ଝିଅଟିର ଗୀତରେ କିଛି ବ୍ୟାଘାତ ସୃଷ୍ଟି ହେଇପାରେ। ବୋଧହୁଏ ସେଥିପାଇଁ କବି କହୁଛନ୍ତି ଯେ ଟିକେ ଅଟକି ଯାଅ, କିମ୍ବା ଷ୍ଟପ୍ ହିୟର ଅର୍ ଜେଣ୍ଟିଲ ପାସ୍, କିମ୍ବା ଆସ୍ତେ ଆସ୍ତେ ରାସ୍ତା ଅତିକ୍ରମ କର, ଯେମିତିକି ସେ ଝିଅଟିର କାର୍ଯ୍ୟକ୍ରମରେ ଅର୍ଥାତ୍ ସେ ଗାଉଥିବା ଗୀତ ଆଉ କରୁଥିବା କାମରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେଉ। Alone she cuts and binds the grain. Alone, ଏକା ଏକା, she cuts, ସେ କାଟୁଛି, and binds, ଏବଂ ବନ୍ଧା ମଧ୍ୟ ନିଜେ କରୁଛି, the grain, ସେ ଶସ୍ୟ ଗୁଡ଼ିକୁ ସେ ଏକା ଏକା କାଟୁଛି, ବନ୍ଧା ମଧ୍ୟ କରୁଛି। and sings a melancholy song, ଏବଂ ଗାଉଛି ଗୋଟିଏ କଣ? ମେଲାନକଲିକ, ଦୁଃଖଦାୟକ, ସ୍ୟାଡ ପୂର୍ଣ୍ଣ, ଦୁଃଖଦାୟକ ଗୀତଟିଏ ମଧ୍ୟ ଗାଉଛି ବୋଲି। ମେଲାନକଲିକ ମାନେ ସ୍ୟାଡଫୁଲ, ଦୁଃଖଦାୟକ, ଷ୍ଟେନ୍ ମାନେ ଗୀତ ସଙ୍ଗୀତ ଲାଇନ କବିତା ଯାହା ବି ପଢିପାରିବା ଆମେ, ନାଇଁ? ଝିଅଟି ଏକା ଏକା କଟାକଟି କରୁଛି ଗ୍ରେନ୍ ଗୁଡ଼ିକ ଏବଂ ଗାଉଛି କଣ? ଗୋଟେ ମେଲାନକଲ, କଣ କି ଗୀତ ଗାଉଛି ନା ଗୋଟେ ଦୁଃଖଦାୟକ, ଟିକେ ମେଲାନକଲିକ, ସ୍ୟାଡଫୁଲ, ଦୁଃଖଦାୟକ ଗୀତଟିଏ ଗାଉଛି। ଓ ଲିସିନ୍, ଟିକେ ଶୁଣ। ଫର ଏଠି ଆମେ ବିକଜ ଅର୍ଥ ନେବା, ଫର ମିନ୍ସ ବିକଜ ଦ ଭେଲ୍ ପ୍ରଫାଉଣ୍ଡ, ଭେଲ୍ ପ୍ରଫାଉଣ୍ଡ ମାନେ ଡିପ୍ ଭ୍ୟାଲି, ଗଭୀର ଉପତ୍ୟକା ଅଞ୍ଚଳଟି, ନାଇଁ? ଦ ଭେଲ୍ ପ୍ରଫାଉଣ୍ଡ ଇଜ ଓଭରଫ୍ଲୋଇଂ ୱିଥ ଦ ସାଉଣ୍ଡ, ଝିଅଟି କୋଉ ସାଉଣ୍ଡ କଥା କୁହାଯାଏ ଏଠି ପିଲେ? ଝିଅଟିର ସେଇ ଗୀତର ସାଉଣ୍ଡରେ ଉପତ୍ୟକାର ମଧ୍ୟଭାଗ ବା ଗଭୀରତମ ପ୍ରଦେଶ ମଧ୍ୟ ଓଭରଫ୍ଲୋ ହଉଛି, ଇକୋ ହଉଛି। କବି ତାହେଲେ କଣ କହୁଛନ୍ତି? ଦେଖ, ସେ ଏକା ଏକା କାଟୁଛି ଏବଂ ଗ୍ରେନ୍ ଗୁଡ଼ିକ ବନ୍ଧା ମଧ୍ୟ କରୁଛି। ଗୋଟେ କଣ କରୁଛି? କୁହୁଳି ଗୀତଟିଏ ଗାଉଛି ନା ଗୋଟେ ମେଲାନକଲିକ ସଙ୍ଗ ଟିଏ, କୌଣସି ଗୋଟେ ଦୁଃଖଦାୟକ ଗୀତଟିଏ ଗାଉଛି। ଓ ଲିସିନ୍, ସେ କହୁଛନ୍ତି ତାଙ୍କ ସାଙ୍ଗରେ ଥିବା ଲୋକମାନଙ୍କୁ କହୁଛନ୍ତି ଟିକେ ଶୁଣ। ବିକଜ ଦ ଭେଲ୍ ପ୍ରଫାଉଣ୍ଡ, ଦ ଡିପ୍ ଭ୍ୟାଲି ମାନେ ଏ ଗଭୀର ଉପତ୍ୟକାଟି କଣ ହଉଛି? ଓଭରଫ୍ଲୋ ହଉଛି, ପ୍ରତିଧ୍ୱନିତ ହଉଛି। ଓଭରଫ୍ଲୋ ମାନେ ପ୍ରତିଧ୍ୱନିତ ହବା, ୱିଥ ଦ ସାଉଣ୍ଡ, କୋଉ ସାଉଣ୍ଡ? ସେ ଝିଅଟିର ଗୀତର ସାଉଣ୍ଡରେ। No nightingale did ever chant more welcome notes to weary bands of travelers in some shady hunt among urban sands. No nightingale did ever chant. ଆଜି ଯାଏ ଏମିତି କୌଣସି ନାଇଟିଙ୍ଗେଲ ମଧ୍ୟ ଏତେ ସୁନ୍ଦର ଭାବରେ ଚାଣ୍ଟିଂ କରି ନଥିଲା। ଚାଣ୍ଟି ମାନେ ଗାଇବା, ସ୍ୱର ଦେବା, ଗାଇବା ବା ସ୍ୱର ଦେବା। ଆଜି ପର୍ଯ୍ୟନ୍ତ ଏମିତି କୌଣସି ନାଇଟିଙ୍ଗେଲ ମଧ୍ୟ ଏତେ ସୁନ୍ଦର ସ୍ୱରରେ ଗୀତ ଗାଇ ନଥିଲେ। ମୋର ୱେଲକମ୍ ନୋଟ୍ସ, ମନମୁଗ୍ଧକର ହେଲା ଭଳି କୌଣସି ସୁନ୍ଦର ଗୀତ ଆଜି ପର୍ଯ୍ୟନ୍ତ କୌଣସି ବି ନାଇଟିଙ୍ଗେଲ ଗାଇ ନଥିଲେ। କୋଉମାନଙ୍କ ପାଇଁ? ମୋର ୱେଲକମ୍ ନୋଟ୍ସ ମାନେ ଆଟ୍ରାକ୍ଟ କଲା ଭଳି ସଙ୍ଗୀତ ବା ସ୍ୱର। ମୋର ୱେଲକମ୍ ନୋଟ୍, ଜଣକୁ ଆକର୍ଷିତ କଲା ଭଳି ସଙ୍ଗୀତ ବା ସ୍ୱର, ମୋର ୱେଲକମ୍ ନୋଟ୍। ସେ ନିଜେ କବି କହୁଛନ୍ତି ଯେ ଆଜି ଯାଏ କେବେ ବି କୌଣସି ନାଇଟିଙ୍ଗେଲ ଏତେ ସୁନ୍ଦର ଭାବରେ ଗାଇ ନଥିଲା ମୋର ୱେଲକମ୍ ନୋଟ୍ସ। ଏତେ ସୁନ୍ଦର ଭାବରେ ଗୀତ
कौन सी नाइटिंगेल गाई काहाको आकर्षित करनथिले मनमुग्धकर करनथिले स्पेशली को मानक पई वेरी बैंड्स ऑफ ट्रैवलर्स वेरी बैंड्स ऑफ ट्रैवलर्स थकी पड़िथिबा दले यात्री को आकर्षित करने ना सेमानंकर दुख हारिबा पई बा सेमानंको मनमुग्धर करबा पई एमिति आज जाए कौन सी नाइटिंगेल मध्य एभली गीत गाई नथिले वेलकम नोट गाई नथिले अर्थात आकर्षक वाली अत्यधिक आनंददायक बा खुशीदायक गीत गाई नथिले को मानक पई से ट्रावेलर मान पई हालिया हो जाता से पथचारी मानक पई वेरी हालिया जा टायर्ड हो जाथिबा बैंड ऑफ ट्रावेलर्स दले पथचारी को आनंद देला भली आकर्षित कला भली गीत केबे भी आज पर्यंत एमिति कौन सी नाइटिंगेल गाई नथिले को जगह बोली से कहउचंती इन सम शाडी हंट पिले कौन ना ओएसिस कहि परिबा फुटकार दौथिया पानी अर्थात जो शाडी हंट पिले कहगला छाया शीतल प्रदान करुवा शीतल छाई प्रदान करके अल्प टे पानी थी अंचल मरुभूमि किसी किसी जगार से ओएसिस थाए ओएसिस थार कौन ये जो माने कहते मरुझाणा बोली कह जाए से मरुझाण कौन होता है ना पाखे किसी कोली गछ लाजकोली गछ कंटा जातीय गछ रही है से अल्प किसी पानी भी रही है जो कि नॉर्मली रेस्ट फेस्ट लोक मैंने फ्रिक्वेंटली जाती है जगह चालू चालू से जगह टी अटकी जाती से जगह शाडी हंट टी अटकी जाती स्पेशली यहाँ कौ जगह बोली कही ना अरबियन सैंड अरबियन द्वीपपुंज जिते स्पेशली जो अरबियन सैंड बा आमर जो कहूचे मरुभूमि अरबियन सैंड्स बा अरबियन मरुभूमि गुड़ाक जिते बेले वेरी ट्रावेलर्स माने बा टायर्ड हो पड़ता से पथचारी माने से शाडी हंट पाखे टिके रेस्ट नौ बा टिके छाया प्रदान वेट करते रही था छाया पाइबापी खुशी हाँपाई टे निजक माने गरम हो परिवेश टे मुक्ति पाइबापी से अपेक्षा करी ठीक से बेले नाइटिंगेल माने सेमानक मन को मुग्ध करने सेमानक टायर्ड को बा दुख को बा जंत्रणा को दूर करने क्लांत श्रांत को दूर करने नाइटिंगेल माने गीत भी गाई था जहाद्वारा कि टायर्ड हो पड़ी ट्रावेलर मानकर समक्लांत दूर हो जाए कि कवि कहते एभली नाइटिंगेल इमिति केबे भी कौन सी नाइटिंगेल एभली गीत आगुरी गाई नथिले जो माने कि वेरी ट्रावेलर मानक गाई की गीत शुणई थे तार से कहर उद्देश्य कौन था झीर गीतटी एत भल लगुला एमती केबे कौन सी नाइटिंगेल गाई नथिला बोली से एडमिट करुछंती तार तो झीर गीतटी एत सौंदर्य लगुच एत खुशी लगुच केबे भी कौन सी नाइटिंगेल से वेरी ट्रावेलर मानक टायर्ड हो पड़ा क्लांत हो पड़ा पथचारी मानक आनंद बा सेमानकर जंत्रणा को दूर करला को खुशी दूर करने खुशी करने केबे भी एमती एत सुंदर स्वर रे गीत गाई पारी नथिले जहाँकि झीटीर गीतर स्वर लगुच अर्थात ताठू आहरी अधिक स्वर रे नाइटिंगेल गीत ठू आहरी अधिक आनंददायक झीर गीतटी कवि को आकर्षित करुचे बा भल लगुच A voice so thrilling never was heard. Thrilling, a voice so thrilling never was heard. एमिति भॉइस केबे आगुरु कौटी शुणा जाई नथिला थ्रिलिंग भॉइस रोमांचकर वाला थ्रिलिंग नेवर वाज हर्ड अति रोमांचकर सृष्टि कला भली देहरे रोमांचकर सृष्टि करि पाउथा स्वर आगुरु केबे शुणा जाई नथिला इन स्प्रिंग टाइम बसंत ऋतुरे मध्य फ्रॉम द कुकोबार कुको कोइली ठारू मध्य एभली रोमांचकर गीतर स्वर केबे भी शुणा जाई नथिला जहाँकि जो कोइलीर स्वर की ब्रेकिंग द साइलेंस ऑफ द सीज एमंग द फारदेस्ट हेब्रिज अति दूर दूरांतर रही हेब्रिज द्वीपपुंजरे अति दूर दूरांतर रही हेब्रिज द्वीपपुंजर समुद्र नीरवता को भंग करे साधारणतः कोइली माने गीत गान करिथान्ते अति रोमांचकर होता है किंतु कवि कहते ब्रेकिंग द साइलेंस ऑफ द सी जहाँकि समुद्र नीरवता को भंग कर किए भंग कर कोइलीर स्वर समुद्र नीरवता को भंग करी पारे कोठी हेब्रिज द्वीपपुंज बोली कहूँ जो कि अति दूर दूरांतर हेब्रिज द्वीपपुंज कोइली मानकर गीत जिमिति कि समुद्र नीरवता को भंग करि पारुची परि पारुथला किंतु एई झीटीर गीत ताठारु मध्य आहुरी थ्रिलिंग बोली कवि एडमिट करछंती ए वॉइस सो थ्रिलिंग नेवर वाज हर्ड किंतु एई झीर गीतटी छला एते थ्रिलिंग थिला जे आगुरु से केबे कोठी शुणी नथिले झीटीर गीतर स्वर एते थ्रिलिंग लगुच
ସେ ଆଗରୁ କେବେ କୋଉଠାରେ ଟିକେ ଶୁଣି ନଥିଲେ। ତାମାନେ ଏତେ ଭଲ ଲାଗୁଛି, ତାମାନେ ଏତେ ଭଲ ଲାଗୁଛି ଯେ ଏ ଗୀତର ଝିଅର ସ୍ୱର ଠାରୁ ସେ ଏମିତି କୌଣସି ଗୋଟିଏ ସୁନ୍ଦର ସ୍ୱର କେବେ ବି ଶୁଣିବାକୁ ପାଇ ନଥିଲେ। Will no one tell me what she sings? ଦୟାକରି ମୋତେ ଟିକେ କେହି କହିବ ନାହିଁ କି ସେ ଝିଅଟି କେଉଁ ଗୀତ ଗାଉଛି? Will no one tell me what she sings? ସେ ନିଜେ ନିଜେ ଆନ୍ସର ଦେଉଛନ୍ତି। Perhaps the plantative number flow. Perhaps the plantative number flow ହେଇପାରେ, କୌଣସି sad song ହେଇପାରେ, plantative numbers flow for world unhappy or far away things। କୌଣସି ଏକ ଅତି ପୁରୁଣା ଘଟଣା ହେଇପାରେ, କୌଣସି ଦୁଃଖଦାୟକ ଘଟଣା ହେଇପାରେ, ବା ଅତୀତରେ କିଛି ଘଟଣା ଘଟିଥିବା ପୁରୁଣା କାଳିଆ ଘଟଣାକୁ ନେଇକି ହୁଏତ ଝିଅଟି କିଛି ପ୍ଲାଣ୍ଟେଟିଭ ନମ୍ବର ଫ୍ଲୋ କରୁଛି, କିଛି ପୁରୁଣା କାଳିଆ ଦୁଃଖ କଥାକୁ ମନେ ପକେଇକିରି ଅତୀତରେ କିଛି ଦୁଃଖ ହଉ, ପୁରୁଣା କଥାକୁ ନେଇକି ହଉ, ଜିନିଷକୁ ନେଇକି ହଉ, ସେ ବୋଧେ ଏଇ ଦୁଃଖଦାୟକ ଗୀତ ଗାଉଛି କି? କିମ୍ବା ବ୍ୟାଟେଲ୍ସ ଲଙ୍ଗ ଏଗୋ, ଅନେକ ଅତୀତରେ ଘଟି ଯାଇଥିବା କିଛି ଦୁଃଖର ଯୁଦ୍ଧର ଘଟଣାକୁ ନେଇକିରି ଏଭଳି କିଛି ଗାଉଛି କି? ଲଙ୍ଗ ଏଗୋ, ଯାହାକି ଅତୀତରେ ଘଟି ଯାଇଥିଲା। କବି ନିଜେ ଆଡମିଟ୍ କରୁଛନ୍ତି। ଦୟାକରି ମୋତେ କି କହିବ କି ଝିଅଟି ବାସ୍ତବରେ କ'ଣ ଗାଉଛି? ସେ ନିଜେ କିନ୍ତୁ ଉତ୍ତର ଦେଉଛନ୍ତି ହେଇପାରେ, ନିଶ୍ଚିତ ଭାବରେ କୌଣସି ପ୍ଲାଣ୍ଟେଟିଭ ନମ୍ବର ହେଇପାରେ। କୋଉଠି ପାଇଁ ସେ ଗାଉଛି? ପୁଣି କୌଣସି ୱାର୍ଲଡ ଅନହାପି ଫାର ଅଫ୍ ଥିଙ୍ଗସ ଆଣ୍ଡ ବ୍ୟାଟେଲ୍ସ ଲଙ୍ଗ ଏଗୋ, ଅତୀତରେ ଘଟିଥିବା କୌଣସି ଯୁଦ୍ଧ ଘଟଣା ବି ହେଇପାରେ, କିଛି ଘଟଣା ବି ହେଇପାରେ, କିଛି ମନ ଦୁଃଖ ବା ଦୁଃଖ କଲାଳି ଘଟଣା ହେଇପାରେ, କିମ୍ବା ପୁରୁଣା କଥା ବି ହେଇପାରେ। ସେଇଟାକୁ ନେଇକି ହୁଏତ ଝିଅଟି କିଛି ଗୀତ ଗାଇଥାଇପାରେ ବୋଲି ସେ ନିଜେ ଆଡମିଟ୍ କରୁଛନ୍ତି। ନିଜେ ଜାଣିପାରୁନାହାନ୍ତି କିନ୍ତୁ। और इज इट सम मोर अम्बुल्ले, किंबा ये भी ହେଇପାରେ सम मोर अम्बुल्ले କହୁଛି ଅତି ନମ୍ର ସାଧାରଣ ଫାମିଲିଆର ମ୍ୟାଟର ଅଫ୍ ଟୁଡେ, ଆଜିକାଲିକା କୌଣସି ଜଣାଶୁଣା ଘଟଣା ଉପରେ ଆଧାରିତ ହୁଏତ ସେ ଗୀତଟି ଗାଇଥାଇପାରେ। ଅତି ଭଦ୍ରାମୀ, ଅତି ନମ୍ରତାର, ଅତି ଭଦ୍ରାମିତାର, ଅତି ଜଣାଶୁଣା ଫାମିଲିଆର ଗୀତକୁ ମ୍ୟାଟର ଘଟଣାକୁ ନେଇକି ଆଜିକାଲିକାର କୌଣସି ଜଣାଶୁଣା ଘଟଣା ହଉ ବା ଅତି ପରିଚିତ ନମ୍ର ଭଦ୍ରାମୀର କୌଣସି ଏକ ଗୀତ ବି ହେଇପାରେ। କିମ୍ବା ସେ ଅନୁମାନ ପୁଣି କରୁଛନ୍ତି ସମ୍ ନ୍ୟାଚୁରାଲ ସରୋ, କୌଣସି ପ୍ରାକୃତିକ ବିପର୍ଯ୍ୟୟ, ଦୁଃଖ ହେଇପାରେ, ଲସ୍ ହେଇପାରେ, ପେନ୍ ହେଇପାରେ, କୌଣସି ପ୍ରାକୃତିକ ଦୁଃଖ ଯନ୍ତ୍ରଣା, ହରେଇ ଦେଇଥିବା ଘଟଣା ହେଇପାରେ, ଯନ୍ତ୍ରଣା ହେଇପାରେ, ଦୁଃଖ ହେଇପାରେ। ଦ୍ୟାଟ୍ ହାଜ୍ ବିନ୍, ଯାହା ଘଟି ସାରିଛି, ଆଣ୍ଡ ମେ ବି ଏଗେନ୍, ଆଉ ଥରେ ହୁଏତ ଘଟିପାରେ। ନିଜେ ଆଡମିଟ୍ କରୁଛନ୍ତି ଏଇଟା ହୁଏତ ଆଜିକାଲି କୌଣସି ନ୍ୟାଚୁରାଲ ଘଟଣାଟି ହେଇପାରେ, କୌଣସି ପ୍ରକୃତିଗତ ଦୁଃଖ ଯନ୍ତ୍ରଣା, ଦୁଃଖ ହରେଇ ଦେଇଥିବା ଘଟଣା ଯାହାକି ଅଲରେଡି ଘଟି ସାରିଛି, କିମ୍ବା ଆଉ ଥରେ ଘଟିବାର ସମ୍ଭାବନା ବି ଥାଇପାରେ। ଆକୁ ହୁଏତ ଆଧାରିତ କରି କବି ଏମିତି କିଛି କହିଥାଇ ପାରନ୍ତି। ଅର୍ଥାତ୍ କବି ତାକୁ ଅନୁମାନ କରୁଛନ୍ତି ଝିଅଟି ଯୋଉ ଗାଉଛି ମେ ବି ଆଜିକାଲିକାର କୌଣସି ଜଣାଶୁଣା କବିତା ପଦେ ନୁହେଁ ତ, କିମ୍ବା ହେଇପାରେ କୌଣସି ନ୍ୟାଚୁରାଲ ସରୋ, ଲସ୍, ପେନ୍ ଦ୍ୟାଟ୍ ହାଜ୍ ବିନ୍, ଯାହାକି ଘଟି ସାରିଛି, କିମ୍ବା ଆଉ ଥରେ ଘଟିବାର ଭୟ ବି ଅଛି। ସେ ତାକୁ ଆଧାରିତ କରି ହୁଏତ ଗୀତଟି ଗାଉଛି କି? କବିଙ୍କ ମନରେ ଏଭଳି ପ୍ରଶ୍ନ ବି ଆସୁଛି। Whatever the theme the maiden sang, whatever the ଗୀତଟିର ଥିମ୍, ସାରାଂଶ ଯାହା ହଉ ନା କାହିଁକି, ଦ ମେଡେନ୍, ଦ ଲିଟିଲ ଗାର୍ଲ, ହାଇଲାଣ୍ଡ ଲାସ୍ ସାଙ୍ଗ ଗାଇଛି। whatever song, whatever theme of the song, ସେଇ ଗୀତଟିର ସ୍ୱର, ଥିମ୍ ଯାହା ହଉ ନା କାହିଁକି, ଆଜି ଫିୟର ସଙ୍ଗ କୁଡ୍ ହାଭ୍ ନୋ ଏଣ୍ଡିଂ, ସେଇ ଝିଅର ଗୀତଟିର ସ୍ୱର, ଗୀତଟି ସରୁ ନଥିଲା, ଏଣ୍ଡ ହଉ ନଥିଲା। ବାସ୍ତବରେ ଗୀତଟି ହୁଏତ ଏଣ୍ଡ ଯାଇଥାଇପାରେ, କିନ୍ତୁ କବିଙ୍କ ହୃଦୟରୁ ଗୀତଟି ଯାଉନଥିଲା, ଯାହା କବି ଫିଲ୍ କରୁଛନ୍ତି। ଇଫ୍ ହର ସଙ୍ଗ କୁଡ୍ ହାଭ୍ ନୋ ଏଣ୍ଡିଂ, ଏମିତି ଲାଗୁଥିଲା ସେ ଝିଅର ଗୀତଟିର ସ୍ୱର ହଉ ବା ପ୍ରତିଧ୍ୱନି କବିଙ୍କ ମନରୁ ଯାଉନଥିଲା, ବା ତାଙ୍କ ନିକଟରେ ସରୁନଥିଲା, ବାରମ୍ବାର ପ୍ରତିଧ୍ୱନିତା ଶୁଭୁଥିଲା। ଆଇ ସ ହର ସିଙ୍ଗିଂ ଆଟ୍ ହର ୱାର୍କ, ମୁଁ ଦେଖୁଥିଲି ସେ ତା କାମ କରିବା ସମୟରେ ଗୀତଟି ଗାଉଥିଲା। ହଟିଂ ଆଣ୍ଡ ମାଇଣ୍ଡିଂ ହରସେଲ୍ଫ ଲୁକା ହେଇଯାଇଥିଲା, କିନ୍ତୁ ଆଣ୍ଡ ଓଭର ଦ ସିକିଲ ବେଣ୍ଡିଂ, ଧରିଥିବା ସେ ବଙ୍କା ଦାଟି ଧରି ସେ କାମ କରୁଥିଲା, ସେ ଗୀତଟି ଗାଇ ଚାଲିଥିଲା। ଯାହାକି ମୁଁ ଦେଖିଥିଲି, ଅନୁଭବ କରିଥିଲି ଗୀତଟିର ସ୍ୱର ଅତି ଚମତ୍କାର ଥିଲା। ସେ ମ୍ୟାଡାମ ଯାଉଥାଏ ଗୀତଟି, କିନ୍ତୁ ମତେ ଏମିତି ସରୁ ନାହିଁ, ଯେମିତି ସରୁ ନଥିଲା। I listened motionless and still, ମୁଁ ଶୁଣୁଥିଲି। I listened motionless and still, ମୁଁ ଚୁପଚାପ,
ମୋସନଲେସ୍ ଅବସ୍ଥାରେ ସ୍ଥିର ହେଇକି ଶୁଣୁଥିଲି। ଆଣ୍ଡ ଆଜ୍ ଆଇ ମାଉଣ୍ଟେଡ୍ ଅଫ୍ ହିଲ୍, ଆଉ ଯେତେବେଳେ ମୁଁ ପାହାଡ଼ ଚଢ଼ୁଥିଲି, ମୁଁ ଗୀତ ଟିକେ ଭଲ ଭାବରେ ମୋସନଲେସଲି ସ୍ଥିର ହେଇକି ଶୁଣି ସାରିଥିଲି। ମୁଁ ଯେତେବେଳେ ପାହାଡ଼ ମାଉଣ୍ଟେଡ୍ ଚଢ଼ିବା କ୍ଲାଇମ୍ ମାଉଣ୍ଟେଡ୍ ଅଫ୍ ଦ ହିଲ୍, ଯେତେବେଳେ ମୁଁ ପାହାଡ଼ର ଉପରକୁ ଚଢ଼ୁଥିଲି, ଦ ମ୍ୟୁଜିକ୍ ଇନ୍ ମାଇ ହାର୍ଟ ଆଇ ହୋ, ଦ ମ୍ୟୁଜିକ୍ ଗୀତଟିର ସ୍ୱର ମୂର୍ଚ୍ଛନା ବା ପ୍ରତିଧ୍ୱନିତା ଇନ୍ ମାଇ ହାର୍ଟ, ମୋ ହୃଦୟରେ ଆଇ ବୋର୍, ମୁଁ ବହନ କରିଦେଇଥିଲି, ମୁଁ ଅନୁଭବ କରୁଥିଲି। ଆଇ ବୋର୍, ବିୟର ମାନେ ବହନ କରିବା, ଅନୁଭବ କରୁଥିଲି। ଯେତେବେଳେ ମୁଁ ଗୀତଟି ଭଲରେ ଶୁଣି ସାରିଥିଲି ଆଉ ଯେତେବେଳେ ମୁଁ ପାହାଡ଼ ଉପରକୁ ଚଢ଼ୁଥିଲି, ଠିକ୍ ସେତିକି ବେଳେ ଝିଅଟିର ଗୀତ ମୋ ହୃଦୟରେ ସେମିତି ପ୍ରତିଫଳିତ ହେଇଥିଲା। ଆଇ ବୋର୍ ଇନ୍ ମାଇ ହାର୍ଟ, ମୋ ହୃଦୟରେ ବାରମ୍ବାର ଗୀତଟି ପ୍ରତିଧ୍ୱନିତ ହେଉଥିଲା। ଲଙ୍ଗ୍ ଆଫ୍ଟର ଇଟ୍ ୱାଜ୍ ହାର୍ଡ ନୋ ମୋର୍। ଏପରିକି ଅନେକ ସମୟ ପରେ ନ ଶୁଣିଲା ପରେ ବି, ଅର୍ଥାତ୍ ଅନେକ ସମୟ ଧରି ନ ଶୁଣିଲା ପରେ ମଧ୍ୟ କବିଙ୍କ ହୃଦୟରେ ଗୀତଟି ସେମିତି ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା ବୋଲି କବି କହିଛନ୍ତି। ବାରମ୍ବାର ଗୀତଟି ମୋ ହୃଦୟରେ ପ୍ରତିଧ୍ୱନିତ ହେଉଥିଲା, ଯାହାକି ମୁଁ ସତେ ଲାଗୁଥିଲା ଏମିତି ଗୀତଟି ଏବେ ବି ମୋ ହୃଦୟରେ ବାରମ୍ବାର ପ୍ରତିଧ୍ୱନିତ, ଅର୍ଥାତ୍ ମୁଁ ଗୀତଟି ଶୁଣି ସାରିଛି, ଗୀତଟି ସତେ ଯେମିତି ଅନ୍ତ ହେଉନାହିଁ। ଷ୍ଟୁଡେଣ୍ଟ, ପୋଏମ୍ଟି ସରିଯାଇଛି। ଯଥାସମ୍ଭବ ଅତି ସରଳ ଓଡ଼ିଆ ଭାଷାରେ ମୁଁ କବିତାଟି ତୁମକୁ ଏକ୍ସପ୍ଲେନ୍ କରିଛି। ଯଦି କାହାର କିଛି ବି ଡାଉଟ୍ ରହୁଛି ତୁମମାନେ କମେଣ୍ଟ ବକ୍ସ ମାଧ୍ୟମରେ ନିହାତି ପଚାରିବାକୁ ଚେଷ୍ଟା କର। ଯେଉଁମାନେ ଏବେ ସୁଦ୍ଧା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ନିହାତି ଭାବରେ ସବସ୍କ୍ରାଇବ୍ କରିନିଅ। କମେଣ୍ଟ ବକ୍ସ ମାଧ୍ୟମରେ ନିଜର ଡାଉଟ୍ ମଧ୍ୟ କ୍ଲିୟର କର। ବେଲ୍ ଆଇକନ୍କୁ ମଧ୍ୟ ନିହାତି କ୍ଲିକ୍ କର, ଯେମିତି ମୁଁ ପଠାଉଥିବା ସବୁ ଇମ୍ପୋର୍ଟାଣ୍ଟ ଭିଡ଼ିଓ ପଠାଇବି ତୁମମାନେ ପାଇପାରିବ ଆଉ ତୁମେ ତା'ର ନିଶ୍ଚିତ ଭାବରେ ଲାଭ ନେଇପାରିବ। ଥ୍ୟାଙ୍କ ୟୁ ଡିୟର ଷ୍ଟୁଡେଣ୍ଟସ୍।